ପୃଥକ କରି ଆଲୋକ ମଧ୍ୟକୁ ସ୍ଥାନାନ୍ତରିତ କରିଅଛନ୍ତି। He has been made us separate from darkness to light. ସେ ସେଥିପାଇଁ ଆମମାନଙ୍କୁ ଅନ୍ଧକାରର ଶକ୍ତି ମଧ୍ୟରୁ ସ୍ଥାନାନ୍ତରିତ କରିଅଛନ୍ତି, ଟ୍ରାନ୍ସଫର୍ମ କରିଅଛନ୍ତି, ଯଦ୍ୱାରା କି ଆମେ ସତ୍ୟ କଣ ଜାଣିବା ଏବଂ ସେହି ସତ୍ୟ ଆମମାନଙ୍କୁ ମୁକ୍ତ କରିବ ଏବଂ ଆମେ ମାନେ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିପାରିବା। ପୁଣି ଷଷ୍ଠରେ ସେ କହିଲେ ପାରମାର୍ଥିକ ଗୃହ, ଯାହାକି ସତ୍ୟତା, ପବିତ୍ରତା, ବିଶ୍ୱସ୍ତତା, ଶାନ୍ତି, ପ୍ରେମ, ଆନନ୍ଦ ଓ ସହାନୁଭୂତି ଦ୍ୱାରା ବେଷ୍ଟନ ହୋଇ ରହିଥାଏ, ତାହାକୁ ପାରମାର୍ଥିକ ଗୃହ କୁହାଯାଏ। ଆଉ ଥରେ କହିଦେଉଛି, ପାରମାର୍ଥିକ ଗୃହ ଯାହାକି ସତ୍ୟତା, ପବିତ୍ରତା, ବିଶ୍ୱସ୍ତତା, ଶାନ୍ତି, ପ୍ରେମ, ଆନନ୍ଦ ଓ ସହାନୁଭୂତି ଦ୍ୱାରା ବେଷ୍ଟନ ହୋଇ ରହିଥାଏ। ପୁଣି ଖ୍ରୀଷ୍ଟଙ୍କ ଧାର୍ମିକତା, ଖ୍ରୀଷ୍ଟଙ୍କ ଆଚରଣ ଓ ଖ୍ରୀଷ୍ଟଙ୍କ ମନ ଦ୍ୱାରା ପରିଚାଳିତ ହୋଇଥାଏ, ତାହାକୁ ପାରମାର୍ଥିକ ଗୃହ ରୂପରେ ନିର୍ମିତ ହେବା ବିଷୟ କୁହାଯାଇଛି। ପାରମାର୍ଥିକ ଗୃହ ରୂପରେ ନିର୍ମିତ ହୁଅ ଅର୍ଥାତ୍ ଖ୍ରୀଷ୍ଟଙ୍କର ସମସ୍ତ ଆଚରଣ, ସମସ୍ତ ଧାର୍ମିକତା ଓ ଖ୍ରୀଷ୍ଟଙ୍କ ମନକୁ ଧାରଣ କରିବା ହେଉଛି ପାରମାର୍ଥିକ ଗୃହ ରୂପରେ ନିର୍ମିତ ହେବା। ଖ୍ରୀଷ୍ଟଙ୍କର ସମସ୍ତ ଚରିତ୍ରକୁ, ଖ୍ରୀଷ୍ଟଙ୍କର ସମସ୍ତ ଆଚରଣକୁ, ଧାର୍ମିକତାକୁ ନିଜ ଜୀବନରେ ଧାରଣ କରିବା। ପାରମାର୍ଥିକ ଗୃହ ରୂପରେ ନିର୍ମିତ ବିଶ୍ୱାସୀ ବା ସମାଜ, ଖ୍ରୀଷ୍ଟୀୟ ସମାଜ, ଖ୍ରୀଷ୍ଟୀୟ ବିଶ୍ୱାସୀ, ସେମାନେ ସତ୍ୟ ଓ ଶାନ୍ତିକୁ ଅନ୍ୱେଷଣ କରନ୍ତି। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଭୋକ ହେଲାଣି ମୁଁ ଜାଣିଛି, ପ୍ରେଜ୍ ଦ ଲର୍ଡ ବାହାରିବ ନାହିଁ ଏବେ, ବାହାରିବ ନାହିଁ ଏବେ, ଆଉ ଟିକେ ପରେ କେତେବେଳେ ସମସ୍ତ ଏଇ ପାରମାର୍ଥିକ ଗୃହରେ ନିର୍ମିତ ଆମେ ସମସ୍ତେ ଯେତେ ଜଣ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଛୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ମ ନେଇଛୁ, ଉପାସନାରେ ଅଂଶୀ ହେଉଛୁ, ଗିର୍ଜା ଉପାସନା ଯାଉଛୁ, ପ୍ରାର୍ଥନା କରୁଛୁ, ବାକ୍ୟ ପାଠ କରୁଛୁ, ସମସ୍ତେ ପାରମାର୍ଥିକ ଗୃହ ରୂପରେ ନିର୍ମିତ ବିଶ୍ୱାସୀଗଣ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। କିଛି ସନ୍ଦେହ ନାହିଁ, ଆମେ ମାନେ ସମସ୍ତେ ପାରମାର୍ଥିକ ଗୃହ ରୂପରେ ନିର୍ମିତ ପ୍ରଭୁଙ୍କର ଲୋକମାନେ, ସଦାବେଳେ, କେବଳ ଆଜି ନୁହେଁ, ରାଇଟ୍? ଆଉ ସେମାନେ ସମସ୍ତେ ସତ୍ୟ ଓ ଶାନ୍ତିକୁ ଭଲ ପାଆନ୍ତି। They love the truth, they love the peace. ସେମାନେ ସତ୍ୟ ଓ ଶାନ୍ତିକୁ ଅନ୍ୱେଷଣ କରନ୍ତି ଓ ସତ୍ୟ ଓ ଶାନ୍ତିକୁ ଭଲ ପାଆନ୍ତି। ସତ୍ୟ ଆଉ ଶାନ୍ତିକୁ ଭଲ ପାଇବା କମ୍ୟୁନିଟି ହେଉଛି ଖ୍ରୀଷ୍ଟିଆନ କମ୍ୟୁନିଟି। ସତ୍ୟ ଆଉ ଶାନ୍ତିକୁ ଭଲ ପାଇବା ଲୋକମାନେ ହେଉଛନ୍ତି ଖ୍ରୀଷ୍ଟିଆନ ଲୋକମାନେ। ବାଳକମାନେ ଭଲ ପାଆନ୍ତି ନା ନାହିଁ? ନିଶ୍ଚୟ, ୟେସ୍। ଖ୍ରୀଷ୍ଟିଆନ ସମାଜ ପାରମାର୍ଥିକ ଗୃହ ରୂପରେ ନିର୍ମିତ ଏକ ସମାଜ, ଯେଉଁମାନେ କି ସତ୍ୟ ଶାନ୍ତିକୁ ଭଲ ପାଆନ୍ତି ଏବଂ ସତ କଥା କୁହନ୍ତି ଏବଂ ସତ କହିବା ପାଇଁ ସେମାନଙ୍କୁ ବାଇବଲରେ ମଧ୍ୟ କୁହାଯାଇଛି। ଜିକର୍ୟ 8 ଅଧ୍ୟାୟର 19 ପଦରେ ଜିକର୍ୟ ଭବିଷ୍ୟତବକ୍ତା ଲେଖନ୍ତି, ତୁମ୍ଭେମାନେ ସତ୍ୟ ଓ ଶାନ୍ତିକୁ ଭଲ ପାଅ। ବାଇବଲ କହୁଛି, এটা ମୁଁ କହୁନାହିଁ। ତୁମ୍ଭେମାନେ ଅର୍ଥାତ୍ ପାରମାର୍ଥିକ ଗୃହ ରୂପରେ ନିର୍ମିତ ସମାଜ, ଖ୍ରୀଷ୍ଟୀୟ ସମାଜ, ଧର୍ମ ଜୀବନ ରୂପ ଗୃହ ନିର୍ମାଣକାରୀ ମାନେ ଖ୍ରୀଷ୍ଟୀୟ ସମାଜ, ତୁମ୍ଭେମାନେ ଶାନ୍ତି ଓ ସତ୍ୟକୁ ଭଲ ପାଅ। Love the truth and peace. ଆଜିର ଦିନରେ ବାଇବଲରେ ତ ତୁମର ପଡ଼ୋଶୀକୁ ଆତ୍ମତୁଲ୍ୟ ପ୍ରେମ କର ବୋଲି କୁହାଯାଇଛି, ନ ଡାଉଟ୍। ଆଜିକାର ଦିନରେ ସତ୍ୟ ଆଉ ଶାନ୍ତିର ଆବଶ୍ୟକତା ବେଶୀ ଅଛି।
ବେଶୀ ଅଛି, ଯଦ୍ୱାରା କି ଆମ୍ଭେମାନେ ଅନ୍ୟମାନଙ୍କୁ ସତ୍ୟ ବିଷୟରେ ଜଣାଇବା, ଶାନ୍ତି ବିଷୟରେ ଜଣାଇବା। ଖ୍ରୀଷ୍ଟରେ ମୋର ପ୍ରିୟ ପ୍ରଭୁଙ୍କର ଲୋକମାନେ, ଯେତେ ଜଣ ଆମେ ପ୍ରଭୁଙ୍କର ଅନୁସରଣ କରୁଛୁ, ପ୍ରଭୁଙ୍କର ଅନୁସରଣକାରୀ ମାନେ ଆମ୍ଭମାନଙ୍କ ନିମନ୍ତେ ମୂଳ ବିଷୟ ହେଉଛି ସତ୍ୟକୁ ଜାଣିବା ଏବଂ ସତ୍ୟକୁ ଭଲ ପାଇବା। ସତ୍ୟକୁ ଜାଣିବା ଏବଂ ସତ୍ୟକୁ ଭଲ ପାଇବା, ଯେଉଁ ସତ୍ୟ କି ଆମ୍ଭମାନଙ୍କୁ ମୁକ୍ତ କରିଅଛି। ଆମ୍ଭମାନଙ୍କୁ ସତ୍ୟ ମୁକ୍ତ କରିଛି ନା ନାହିଁ? ଜନ 8:32 ପଦ ଅନୁସାରେ ତୁମେମାନେ ସତ୍ୟ ଜ୍ଞାତ ହେବ, ଆଉ ସେହି ସତ୍ୟ ତୁମମାନଙ୍କୁ କଣ କରିବ? ମୁକ୍ତ କରିବ। ଆମ୍ଭେମାନେ ସତ୍ୟ ଜାଣିଛୁ ଏବଂ ସତ୍ୟରେ ମୁକ୍ତି ପାଇଅଛୁ। ପ୍ରଭୁ ଧନ୍ୟବାଦ ପାଆନ୍ତୁ, ପ୍ରଭୁ ଗୌରବ ପାଆନ୍ତୁ। ଆମମାନେ ମୁକ୍ତି ପାଇଥିବା ଏକ ଖ୍ରୀଷ୍ଟୀୟ ସମାଜ। ପୁଣି ଜିକରେ 8:16 ପଦରେ ମଧ୍ୟ ଜିକରେ ଭବିଷ୍ୟତ ବକ୍ତା ଲେଖନ୍ତି, ତୁମମାନଙ୍କୁ ଏସବୁ କାର୍ଯ୍ୟ କରିବାକୁ ହେବ। ଜିକରେ ଭବିଷ୍ୟତ ବକ୍ତା ଗୋଟେ କାର୍ଯ୍ୟ ଆମମାନଙ୍କୁ ଦେଉଛନ୍ତି। ପଢିବା ଟିକେ ଜିକରେ ପୁସ୍ତକ 8:16 ଏବଂ 17 ପଦ। ତୁମମାନଙ୍କୁ ଏହି ସବୁ କାର୍ଯ୍ୟ କରିବାକୁ ହେବ। କଣ ଭାଇ ସେ କାର୍ଯ୍ୟ କୁହ ଟିକେ? ଟିକେ ରୁହନ୍ତୁ, ଆପଣଙ୍କୁ ବୋଧେ ଭୋକ ହଉନି। ମାନେ ପ୍ରତ୍ୟେକ ଆପଣା ଆପଣା ପ୍ରତିବାସୀ ନିକଟରେ କଣ କରିବ? ଭଲ କି ଜୋରେ କୁହନ୍ତୁ, ସମସ୍ତେ ଶୁଣିଲା ଭଳିଆ। ସତ୍ୟ କୁହ। ସାଧନ କର। ସେଥିପାଇଁ ମୁଁ କହିଲି ଖ୍ରୀଷ୍ଟିଆନ ସମାଜ ପାରମାର୍ଥିକ ଗୃହ ରୂପରେ ନିର୍ମିତ ସମାଜ, ସେମାନଙ୍କୁ ଜିକରେ ଭବିଷ୍ୟତ ବକ୍ତା ଗୋଟେ ଅନୁରୋଧ କରୁଅଛନ୍ତି। এটা প্রভু যিশুଙ୍କର ମଧ୍ୟ ଅନୁରୋଧ ଅଛି। ତୁମେମାନେ ଏସବୁ କାର୍ଯ୍ୟ କରିବାକୁ ହବ। ଆଉ କୋଉ କାର୍ଯ୍ୟ କରିବା ପାଇଁ ଦେଉନାହାନ୍ତି? କଷ୍ଟ କାର୍ଯ୍ୟ କରିବା ପାଇଁ ଦେଉନାହାନ୍ତି, ହାଲକା କାର୍ଯ୍ୟ କହୁଛନ୍ତି। ତୁମେମାନେ ଆପଣା ଆପଣା ପ୍ରତିବାସୀ ନିକଟରେ, ପଡ଼ୋଶୀ ନିକଟରେ କଣ କର? କଣ କରିବା ପାଇଁ କୁହାଯାଉଛି? ସତ୍ୟ କୁହ। ଆପଣା ଆପଣା ନଗର ଦ୍ୱାରରେ ସତ୍ୟ ଓ ଶାନ୍ତିଜନକ ବାର୍ତ୍ତା ପ୍ରଚାର କର, ସାଧନ କର। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଆମ୍ଭେମାନେ ମନେ ମନେ ଭାବୁଥିବା, ପଡ଼ୋଶୀକୁ କିଏ ସତ୍ୟ କହିବ କି? କେତେ ଜଣ ବାଳକ ତ ଭାବୁଥିବେ, ଆଉ ମୁଁ ତ ମୋର ସ୍ତ୍ରୀକୁ ବି ସତ କହୁନାହିଁ, ଆଉ ପଡ଼ୋଶୀକୁ କେବେ ସତ କହିଯିବି? କେତେବେଳେ ବେଳେ ବେଳେ ଆମମାନଙ୍କ ମଧ୍ୟରେ ଏ କଥା ହୁଏ, ନିଜ ଘରେ ବି ଆମେ ସତ କହିନଥାଉ। ହଁ ନା ନାହିଁ? ଗେର୍ଶନ ଭାଇ କେମିତି କରୁଛନ୍ତି? କେବେ ସ୍ତ୍ରୀକୁ ମିଛ କହିଛନ୍ତି ନା କଣ? ପଡ଼ୋଶୀଙ୍କ ନିକଟରେ, ପ୍ରତିବାସୀ ନିକଟରେ ସତ୍ୟ କୁହ ଏବଂ ନଗର ଦ୍ୱାରରେ ସତ୍ୟ ଓ ଶାନ୍ତି ପ୍ରଚାର କର। এটা হচ্ছে শান্তিকারক কমিউনিটির কার্য। তেণু সাধু পিতর এ কথা কহিলে, তুমে মানে গোটিয়ে পারমার্থিক গৃহ উপরে নির্মিত সত্যকে ভাল পাও, সত্যকে প্রচার কর এবং সত্য কথা বলো। এটা বাইবেলে লেখা আছে। এটা সহজ না, কষ্ট। সত্য কথা কইব কষ্ট। কেতে জন ভাবুଛନ୍ତି কষ্ট বলি, ইয়েস। কেতে জন ভাবুଛନ୍ତି সহজ বলি। মিছ ন কহিলে তো চলি হব নাই। কিন্তু বাক্য আমানଙ୍କୁ କୁହେ, ପାରମାର୍ଥିକ ଗୃହ ଉପରେ ନିର୍ମିତ ସମାଜ, ନିର୍ମିତ ବ୍ୟକ୍ତି, ସେମାନେ ସତ୍ୟକୁ ଭଲ ପାଆନ୍ତି ଏବଂ ସତ କଥା କୁହନ୍ତି। ପ୍ରଥମ ପିତର 2:12 ପଦ ଗୋଟେ ଆପଣମାନେ ଯଦି ପଢିବେ, ଲେଖା ଅଛି, ତୁମ୍ଭମାନଙ୍କର ସତ କଥା ଦେଖି ବିଜାତୀୟମାନେ ଈଶ୍ୱରଙ୍କୁ ଧନ୍ୟବାଦ ଦେବେ। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ତୁମେ ମିଛ କହୁଛ ବୋଲି ଆଜି ବିଜାତୀୟମାନେ ପ୍ରଭୁ ଯୀଶୁଙ୍କ ନିକଟକୁ ଆସୁନାହାନ୍ତି। ତୁମ୍ଭମାନଙ୍କର ସତ୍କର୍ମ ଦେଖି ବିଜାତୀୟମାନେ ଈଶ୍ୱରଙ୍କୁ ଧନ୍ୟବାଦ ଦେବେ। ଏକଥା ପିତର 2:12 ପଦରେ ଲେଖା ଅଛି। ହାଲେଲୁୟା, ହାଲେଲୁୟା।
My friends, ଏବେ ବି ଲୋକ କୁହନ୍ତି ଆମେ ଯଦି ସତ କହିବା, ସତ କଥା କହିବା, ବାକ୍ୟ ପ୍ରଚାର ଠାରୁ ବି ବଳିଷ୍ଠ, ୟାର ପାୱାର ଭିନ୍ନ। ବାକ୍ୟ ପ୍ରଚାର ଠାରୁ ମଧ୍ୟ ଏହି ସତ କଥାର ଶକ୍ତି ଯଥେଷ୍ଟ ଅଛି। ତୁମ୍ଭମାନଙ୍କର ସତ୍କର୍ମ ଦେଖି, ତୁମ୍ଭମାନଙ୍କର ସତ୍ୟ ଜୀବନ ଦେଖି ବିଜାତୀୟମାନେ ଈଶ୍ୱରଙ୍କର ଗୌରବ କରିବେ। ଏ କଥା ଆପଣମାନଙ୍କୁ ଭଲ ଲାଗିବ ନା ନାହିଁ? ବିଜାତୀୟମାନେ ଈଶ୍ୱରଙ୍କର ଗୌରବ କରନ୍ତୁ ବୋଲି ଆପଣମାନେ କେତେ ଜଣ ଚାହୁଁଛନ୍ତି? ହାତ ଉଠାଇବେ କି? ଆଉ କି ଜୋରେ ହାତ ଉଠା। ବାଳକ ସତ କହିବେ ଏବଂ ସତ୍ୟତା ପ୍ରଚାର ହବ। କୌଣସି ବିଷୟରେ ମିଛ କୁହାଯିବ। ଯେଉଁମାନେ ମିଥ୍ୟା କୁହନ୍ତି ସେମାନେ କାହାର ସନ୍ତାନ? ମିଥ୍ୟାବାଦୀ କାହାର? ବାପାମାନେ ଭଲ ଜାଣିଛନ୍ତି। Praise the Lord. ସେଥିପାଇଁ ସେ କଥା ଲେଖା ଅଛି ରୋମିଓ 2:24 ରେ ମଧ୍ୟ ଗୋଟେ ସୁନ୍ଦର କଥା ଲେଖା ଅଛି। ରୋମିଓ 2:24 ତୁମ୍ଭମାନଙ୍କର କାମ ଦେଖି ବିଜାତୀୟ ମାନଙ୍କ ମଧ୍ୟରେ ଈଶ୍ୱରଙ୍କର ନାମ ନିନ୍ଦା ପାଉଅଛି। এটা অপোজিট পদ। ତୁମ୍ଭମାନଙ୍କର ସତ୍ୟ କର୍ମ ଦେଖି ବିଜାତୀୟ ମାନେ ଈଶ୍ୱରଙ୍କୁ ଗୌରବ କରିବେ। ପୁଣି ରୋମିଓ 2:24 ରେ କହିଛନ୍ତି ସାଧୁ ପାଉଲ ତୁମ୍ଭମାନଙ୍କର ହେତୁ, ତୁମ୍ଭମାନଙ୍କର କାର୍ଯ୍ୟ ହେତୁ ବିଜାତୀୟ ମାନଙ୍କ ମଧ୍ୟରେ ଈଶ୍ୱରଙ୍କର ନାମ ନିନ୍ଦା ପାଉଅଛି। ଦୁଃଖର ବିଷୟ, ଦୁଃଖର ବିଷୟ। ତେବେ ଆମମାନଙ୍କୁ ପରିବର୍ତ୍ତନ ହେବାକୁ ପଡ଼ିବ, ଆମମାନଙ୍କୁ ରୂପାନ୍ତରିତ ହେବାକୁ ପଡ଼ିବ। ବିଜାତୀୟ ମାନଙ୍କ ମଧ୍ୟରେ ଈଶ୍ୱରଙ୍କର ନାମ ଗୌରବ କରିବାକୁ ପଡ଼ିବ। ଏହା ଈଶ୍ୱର ପସନ୍ଦ କରନ୍ତି, ଏହା ଈଶ୍ୱର ଚାହାନ୍ତି, ଏଥିରେ ଈଶ୍ୱର ସନ୍ତୁଷ୍ଟ। ସେଥିପାଇଁ ଜିକର୍ୟ 9:14-24 ପଦରେ ଜିକର୍ୟ ଭବିଷ୍ୟତ ବକ୍ତା ଏ କଥା କହିଲେ, ପୃଥିବୀରେ ତାହାଙ୍କର ସ୍ନେହପୂର୍ଣ୍ଣ କରୁଣା, ପୃଥିବୀରେ ସତ୍ୟ ଓ ନ୍ୟାୟ ବିଚାର, ପୃଥିବୀରେ ସତ୍ୟ ଓ ଧର୍ମ ସାଧନ, ଏ ସବୁରେ ପରମେଶ୍ୱରଙ୍କର ସନ୍ତୁଷ୍ଟ ଅଛି। ଏଥିରେ ପରମେଶ୍ୱର ସନ୍ତୁଷ୍ଟ ହେବେ। ଆପଣ ମିଛ କହିଲେ ପରମେଶ୍ୱର ସନ୍ତୁଷ୍ଟ ହେବେ କି? ମିଛ କହିଲେ ଆପଣ ଅଧିକ ପଇସା ପାଇପାରନ୍ତି, ମାତ୍ର ଈଶ୍ୱର ସନ୍ତୁଷ୍ଟ ହେବେ ନାହିଁ। ସତ୍ୟ ଓ ଧର୍ମ ସାଧନରେ ଈଶ୍ୱରଙ୍କର ସନ୍ତୁଷ୍ଟ ରହିଛି। ମୋର ପ୍ରିୟ ମଣ୍ଡଳୀ, ପ୍ରଭୁଙ୍କୁ ପାଇଅଛୁ ଆମେମାନେ, ପରିବର୍ତ୍ତନ ହେଇଛୁ ଆମେମାନେ। ଆମମାନଙ୍କୁ ଏକ ପରିବର୍ତ୍ତିତ କମ୍ୟୁନିଟି ବୋଲି କୁହାଯାଇଛି। ଆମେମାନେ ପରିବର୍ତ୍ତନ ହେଇଛୁ ମାନେ ଟ୍ରାନ୍ସଫର୍ମ କମ୍ୟୁନିଟି, ରୂପାନ୍ତରିତ ଗୋଷ୍ଠୀ ଭାବରେ ଆମମାନଙ୍କର କାର୍ଯ୍ୟ, ଆମମାନଙ୍କର କଥାବାର୍ତ୍ତା, ଆମମାନଙ୍କର ସତ୍ୟତା ନିଶ୍ଚିତ ଭାବରେ ବିଜାତୀୟମାନଙ୍କ ମଧ୍ୟରେ ପହଞ୍ଚିବ ଏବଂ ବିଜାତୀୟମାନେ ଈଶ୍ୱରଙ୍କର ଗୌରବ କରିବେ। ଆପଣମାନେ ଯଦି ଜିରିମିୟ 29:7 ପଦ ପଢିବେ, ସେ ସ୍ଥାନରେ ଜିରିମିୟ ଭବିଷ୍ୟତ ବକ୍ତା ଏ କଥା ଲେଖନ୍ତି, ତୁମେମାନେ ଯେଉଁ ସ୍ଥାନରେ ରହିଛ, ତୁମେମାନେ ଯେଉଁ ଗୃହରେ ରହିଛ, ତୁମେମାନେ ଯେଉଁ ଗ୍ରାମରେ ରହିଛ, ସେହି ଗ୍ରାମରେ ଶାନ୍ତି ସ୍ଥାପନ କର, ଶାନ୍ତି ନିମନ୍ତେ ସଦାପ୍ରଭୁଙ୍କ ଠାରେ ପ୍ରାର୍ଥନା କର ଏବଂ ତହିଁର ଶାନ୍ତିରେ ତୁମମାନଙ୍କର ଶାନ୍ତି ହେବ। ହାଲେଲୁୟା, ହାଲେଲୁୟା। এই জিনিস যদি আজ ଆମ ଭାରତରେ ଲୋକ ଜାଣିଥାନ୍ତେ, ତେବେ ଭାରତ ଆଜି ଅଶାନ୍ତ ହୋଇନଥାନ୍ତା, ଓଡ଼ିଶା ଆଜି ଅଶାନ୍ତ ହୋଇନଥାନ୍ତା। କେବଳ ଖ୍ରୀଷ୍ଟିଆନ କମ୍ୟୁନିଟି, ପିସ୍ କମ୍ୟୁନିଟି